ବାର ମାସରେ 13 ଜାତ ହଉ କିମ୍ବା ଆମର କୌଣସି ପିଠାପଣା ଜିନିଷ ହଉ, ବହୁତ ସାରା ପିଠାପଣା ଆମ ଓଡ଼ିଆ ସଂସ୍କୃତିର ପରିଚୟ ଦେଇଥାଏ। ତା ପୂର୍ବରୁ ମୁଁ ମୋ ପରିଚୟ ଦେଇଦିଏ। ନମସ୍କାର, ମୁଁ ପ୍ରୀତି ଛନ୍ଦା ଆପଣଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ଆଜି ଚାଲନ୍ତୁ ବନେଇବା ଆମ୍ବ କାକରା, ଯୋଉଟାକି ବିନା ପୁର ଦିଆ ମିଠା ଆମ୍ବ କାକରା। ଏଇଟା ହେଉଛି ଗୋଟେ ଓଡ଼ିଆ ଅଥେଣ୍ଟିକ୍ ପିଠାର ରେସିପି। ଆଗକୁ ଆସିଯାଉଛି ଆମ ସମସ୍ତଙ୍କର ପ୍ରିୟ ରଜ ପର୍ବ। ତ ଏଇ ରଜ ପର୍ବରେ ବହୁତ ସାରା ପିଠାପଣା ସହିତ ଏଇ ପିଠାଟି ତ ନିଶ୍ଚିତ ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ଏବେ ତ ଆମ୍ବ ସିଜିନ୍ ହିଁ ଚାଲିଛି, ତ ଏମିତି ଭାବରେ ଆମ୍ବକୁ କାଟି ନେବା। ଏସବୁ ଆମ୍ବକୁ ଟାକୁଆ ଯଦି ଆପଣଙ୍କର ମିଠା ଥିବ ନା, ଟାକୁଆ ଆମ୍ବ ବହୁତ ମିଠା ଥିବ, ତ ଟାକୁଆର ବି ଆପଣ ପଲ୍ପସ୍ ନେଇପାରିବେ, ମାନେ ଆମ୍ବର ଯେଉଁ ରସଟା ଆପଣମାନେ ନେଇପାରିବେ। ଯଦି ଟାକୁଆ ଟିକେ ନାକୁ ଖଟା ଥିବ କି ଆମ୍ବ ଖଟା ଥିବ, ଗୋଟେ ଗୋଟେ ଟାକୁଆ ଖଟା ଲାଗେ ନା, ତ ସେଇ ଖଟାକୁ ସେଇ ଯେଉଁ ଆମ୍ବର ଟାକୁଆକୁ ଆପଣମାନେ ଆଭଏଡ଼ କରିନେବେ। ତ ଏହିପରି ଭାବରେ ଆମ୍ବର ଯେଉଁ ନୁହଁ କି ପଲ୍ପ ଆପଣମାନେ ବାହାର କରିନେବେ। ତ ମୁଁ ଏଇଠି 250 ଗ୍ରାମ ସୁଜି ପାଇଁ 2ଟା ଆମ୍ବ ନେଇଛି। ଆପଣଙ୍କର ମେଜରମେଣ୍ଟ ସେଇ ହିସାବରେ ଆପଣମାନେ ମେଜରମେଣ୍ଟ ନେଇପାରିବେ। ମୁଁ 250 ଗ୍ରାମ ପାଇଁ 2ଟା ଆମ୍ବ ନେଇଛି। ଆପଣ ସେଇ ହିସାବରେ ଧର ଅଧ କିଲୋ ଆମ୍ବ ନେଉଛନ୍ତି ତ 4ଟା ଆମ୍ବ ନେବେ। ତ ଏଇ ହିସାବରେ ଆପଣମାନେ ଆମ୍ବ ନେଇପାରିବେ, କାରଣ ମେନ୍ ହେଉଛି ଆମ୍ବକୁ ଆମେ ମେନ୍ ପ୍ରାୟୋରିଟି ଦେବା। ଆଉ ପିଠାଟାର ଆମ୍ବର ଯେଉଁ ସ୍ୱାଦଟା ବହୁତ ବଢ଼ିଆ ଭାବେ ଯେମିତି ଆସିବାର ଅଛି। ତ এই ସବୁକୁ ପଲ୍ପ ବାହାର କରିସାରିଲା ପରେ ତାକୁ ଭଲସେ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଆଉ ଏଇଠି ଗୋଟେ ଜିନିଷ ଧ୍ୟାନ ରଖିଥାନ୍ତୁ, ଗୁଜୁରାତିକୁ ଆମେ ଛେଚିକି ନ ପକେଇକି ସିଧା ସେ ଆମ୍ବ ସାଙ୍ଗରେ ଯେଉଁଟା ଗ୍ରାଇଣ୍ଡିଙ୍ଗ ହେବ ନା, ଗ୍ରାଇଣ୍ଡିଙ୍ଗ କରି ପକେଇଦେଲେ ସେ ଭଲସେ ଗ୍ରାଇଣ୍ଡିଙ୍ଗ ହେଇଯିବ। ଆଉ ତାର ଦାନା ଦାନା ବି ପାଟିରେ ଲାଗିବନି। ଟିକେ ନାକୁ ପାଣି ଆପଣଙ୍କ ଆବଶ୍ୟକ ଅନୁସାରେ ପାଣି ଦେବା। ଏଇଥିରେ ସେମିତି କିଛି ମେଜରମେଣ୍ଟ ନାହିଁ ଯେ ପାଣି ଏତିକି ଦେବା କି ସେତିକି ଦେବା। ତ କାରଣ ଯେହେତୁ ଏଇଟା ଜନ୍ତା ହେବ ନା, ତେଣୁକରି ଆପଣ ଯେମିତି ବାଟିବେ, ଯେମିତି ଟିକେ ନାକୁ ବାଟି ହେଇପାରୁଥିବ ସେଇ ହିସାବରେ ଆପଣମାନେ ପାଣି ଦେଇଦେବେ। ତ ଏଇଠି ଦେଖନ୍ତୁ ପୁରା ବାଟି ଯାଇଛି। ତାପରେ ଆ ଛଡ଼ା ବି ସେଇଥିରେ ଯେଉଁ ଆମ୍ବ ନୁହଁ କି, ବାଟିଲା ବେଳୁ ଗୋଟେ ଗୋଟେ ଆମ୍ବ ପୁରା ଫାଇନ୍ ପେଷ୍ଟ ହୁଏନି, ଏମିତି ଗୋଟେ ଗୋଟେ ରହିଯାଏ। ତ କିଛି ବି ବ୍ୟସ୍ତ ହେବାର ନାହିଁ। ସେଇଟା ଠିକ୍ ଆମ୍ବ ଆମେ ଯେତେବେଳେ କଡ଼େଇରେ ପକାଇବା ନା ଜନ୍ତିବା ପାଇଁ, ଗୋଟେ ବଢ଼ିଆ ଟ୍ରିକ୍ ଅଛି, ସେଇଟା ମୁଁ ଆପଣମାନଙ୍କ ସାଙ୍ଗେ ସେଇଠି ହିଁ ସେୟାର କରିବି। ତ ଏମିତି ଯେମିତି ଗୋଟା ଗୋଟା ବାହାରି ଯାଇଥାଏ, ତ ସେଇଟା ବାହାରିଗଲେ ବି କିଛି ଅସୁବିଧା ନାହିଁ, ଆରାମସେ ଆମେ ତାକୁ ଆଡ଼୍ କରିପାରିବା। ତ ଦେନ୍ ଏବେ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଗୋଟେ କଡ଼େଇ ନେଇଯିବା। ଏଥିରେ ଯଦି ଆପଣଙ୍କର ନନଷ୍ଟିକ୍ ଅଛି ତ ବହୁତ ଭଲ, କିନ୍ତୁ ମୋ ପାଖରେ ନନଷ୍ଟିକ୍ ଯେହେତୁ ନାହିଁ, ମୁଁ ଏଇ ରସ କଡ଼େଇ ଆଲୁମିନିୟମ୍ କଡ଼େଇରେ ହିଁ ରୋଷେଇ କରେ। କଡ଼େଇ ମୁଁ ନେଇଯାଇଥିଲି, ଟିକେ ନାକୁ ପ୍ରଥମେ ପାଣି ପକାଇ ଦେଇଥିଲି, ତାପରେ ଘିଅ ପକାଇବା। କାରଣ ଯେହେତୁ ଆମର ନନଷ୍ଟିକ୍ ନୁହଁ, ଘିଅ ପକାଇବା। ଘିଅ ପକାଇବା ଦ୍ୱାରା ଦୁଇଟା ଫାଇଦା ହେଇଥାଏ। ଗୋଟେ ପିଠା ବହୁତ ବଢ଼ିଆ ବାସ୍ନା ଆସିଥାଏ ଏବଂ ଭଲସେ ଜନ୍ତି ହେଇଥାଏ, ତଳେ ଲାଗିନଥାଏ। ସ୍ୱାଦ ଅନୁସାରେ ଟିକେ ନାକୁ ଆମେ ଲୁଣ ଦେବା, କିଛି ଅଳ୍ପ ଟିକେ ନାକୁ ଲୁଣ ଦେବା। ତାପରେ ପାନ ମଧୁରୀକୁ ହାତରେ ଏମିତି ମାସ୍ କରିକି ପକାଇବା। ତାପରେ ଆମେ ଚିନି ପକାଇଦେବା। ଚିନି ପକାଇ ଟିକେ ନାକୁ ଆମେ ଫୁଟେଇବା। ତ ଦେଖନ୍ତୁ ଏଠି ଫୁଟି ହେଇ ଆସିଲାଣି। ଏ ଷ୍ଟେଜ୍ରେ ଯେଉଁ ଆମ୍ବଟାକୁ ଆମେ ପିଉରି କରିକି ରଖିଦେବା ନା, ସେଇ ଆମ୍ବକୁ ଆମେ କଡ଼େଇରେ ପକାଇବା। କଡ଼େଇରେ ପକାଇ ଭଲସେ ତାକୁ ଘାଣ୍ଟିବା। ମାନେ କମ୍ ସେ କମ୍ ଏଇ ଯେଉଁ ଜନ୍ତାଟା ନା, ମନେ ରଖିଥାନ୍ତୁ 7ରୁ 10 ମିନିଟ୍ ପର୍ଯ୍ୟନ୍ତ ଜନ୍ତିବେ। ତ ପାଣି ଏଇଠି ଟିକେ ନାକୁ ସେଥିରେ ଲାଗିଥିଲା ଆମ୍ବ, ତ ଟିକେ ନାକୁ ପାଣି ପକାଇଲି। ଯେମିତି ମୁଁ କହିଲି ମେଜରମେଣ୍ଟକୁ ନେଇକି ଟୋଟାଲ୍ ବି ଭୟ କରନ୍ତୁନି। ତଥାପି ଯେଉଁମାନେ ନୂଆ ନୂଆ କରୁଛନ୍ତି, ମୁଁ ସେମାନଙ୍କୁ କହିଦେଉଛି କେତେ କ'ଣ ମେଜରମେଣ୍ଟ। ତ ଦେଖନ୍ତୁ ଯେଉଁ ଆମ୍ବ ଗୁଡ଼ା ଗୋଟେ ଗୋଟେ ହେଇକି ରହିଯାଇଛି, ଫାଇନ୍ ପେଷ୍ଟ ହେଇନି, ତାକୁ ଆରାମ ସେମିତି ଜାଲି ଚଟୁରେ ଆମେ ମାନେ ବାହାର କରିଦେବା। ଯାହାଦ୍ୱାରା କି ସେଇ ଆମ୍ବର ସେ ଯେଉଁଟା ରହିଛି ଦାନା ଦାନା ହେଇକି, ଯେଉଁଟା ବଡ଼ ବଡ଼ ପିସ୍ ହେଇକି ରହିଛି, ସେଗୁଡ଼ା ବାହାରିଯିବ। ତା ସହିତ ଗୁଜୁରାତିର ଚୋପା ମଧ୍ୟ ବାହାରିଯିବ। ତ ଗୁଜୁରାତି ଚୋପାକୁ ଆପଣମାନେ ଫୋପାଡ଼ି ଦେବେ, ଆଉ ସେ ଆମ୍ବକୁ ପୁଣି ମିକ୍ସ କରିଦେବେ ସେଇଥିରେ। ତଥାପି ମୁଁ କହିଦେଉଛି, ଯେଉଁମାନେ ନୂଆ ନୂଆ ରୋଷେଇ କରୁଛନ୍ତି ସେମାନେ ଟିକେ ମେଜରମେଣ୍ଟକୁ ନେଇକି ପ୍ରୋବ୍ଲେମ୍ ଫେସ୍ କରନ୍ତି। ସେଇଟା ସମସ୍ତଙ୍କର ହୁଏ, ମୋର ବି ହୁଏ, ଯେଉଁମାନେ ନୂଆ ରୋଷେଇ କରୁଛନ୍ତି ତାଙ୍କର ବି ହୁଏ। ତ ମୁଁ ଏଇଠି କହିଦେଉଛି 250 ଗ୍ରାମ, ମାନେ ଗୋଟେ କପ୍ ସୁଜିରେ 5 କପ୍ ଟୋଟାଲ୍ ପାଣି ଦେବେ। ମାନେ ଗ୍ରାଇଣ୍ଡିଙ୍ଗଠୁ ଆରମ୍ଭ କରି, ସେ ଆମ୍ବର ଗ୍ରାଇଣ୍ଡିଙ୍ଗଠୁ ଆରମ୍ଭ କରି ଟୋଟାଲ୍ ଜନ୍ତି ହେବା ପର୍ଯ୍ୟନ୍ତ ଟୋଟାଲ୍ 5 କପ୍ ପାଣି ଦେବେ। ଆଉ 2 ବଡ଼ ଚାମଚ ଚିନି ଦେବେ। ଚିନି ଯେହେତୁ ଆମ୍ବ ଆମର ମିଠା ଥାଏ ନା, ତେଣୁ କରିକି ଚିନିଟା ଆପଣଙ୍କର ହିସାବରେ ଦେବେ, ବେଶୀ ଦେବେନି। ନହେଲେ ନାହିଁ ବେଶୀ ଯଦି ଶିରାବାଲା ହେଇଯିବ, ସେ ଛାଣିଲା ବେଳକୁ ପ୍ରୋବ୍ଲେମ୍ ହେବ। ତ ଏବେ ଆମେ ସୁଜି ପକାଇ ଦେଇଛେ। ସୁଜିକୁ ଆମେ କେତେ ସମୟ ଘାଣ୍ଟିବା? 7ରୁ 10 ମିନିଟ୍ ପର୍ଯ୍ୟନ୍ତ ସୁଜିକୁ ଏମିତି ଆମେ ଜନ୍ତିବା। କାରଣ ନ ଜନ୍ତିଲେ ସେ ଯେଉଁ ସୁଜିଟା ରହିଛି ନା, ସେଇଟା ପୁରା ମାନେ ପ୍ଲେନ୍ ହେବନି। କି ହାଇ ଫ୍ଲେମ୍ରେ ଜମା ବି ଜନ୍ତିବାନି, ପୁରା ଲୋ କରିଦେବା। ଲୋରେ ଆମେ ମାନେ ଜନ୍ତିବା, ସୁଜିକୁ ଭଲ ଭାବରେ ଜନ୍ତିବା 7ରୁ 10 ମିନିଟ୍। ତ କେମିତି ଜାଣିବା ଯେ ସୁଜି ଆମର ହେଇଗଲାଣି? ସେ ଅଟୋମେଟିକ୍ ତା'ର ଗୋଟେ ଗ୍ଲେଜ୍ ଆସିବ, ଯେଉଁଟା ଆମେ ପକାଇଛେ ଘିଅ ତା'ର ଗୋଟେ ଗ୍ଲେଜ୍ ଛାଡ଼ିବ, ଗ୍ଲେଜ୍ ଆସିବ, କଡ଼େଇରୁ ପୁରା ଛାଡ଼ିଯିବ, ଗୋଟା ଗୋଟା ହେଇକି ରହିବ, ସେତେବେଳେ ଜାଣିବ ହେଇଗଲାଣି। କେବଳ ଆପଣମାନେ ମାର୍କ କରିଥାନ୍ତୁ ଏହିଭଳି ଭାବରେ। ତ ଦେଖନ୍ତୁ
ଦେଖନ୍ତୁ ପୁରା ଲୋରେ ହିଁ ରଖିବା, ନହେଲେ ନାହିଁ ତଳେ ଲାଗିଯିବ। ଯେଉଁମାନଙ୍କର ନନ୍ଷ୍ଟିକ୍ ଅଛି ସେମାନଙ୍କର ଲାଗିବନି, କିନ୍ତୁ ଯେଉଁମାନଙ୍କର ମୋ ଭଳିଆ କଢ଼େଇ ସେମାନଙ୍କର ଯଦି ଲାଗିଯାଉଛି ମଝିରେ ମଝିରେ ସେ ଯେଉଁ ଜାଲି ଚଟୁ ଦ୍ୱାରା ଟିକେ ନାକୁ କୋରେଇ ଦେଲେ ସେଗୁଡ଼ାକ ଟୋଟାଲ ଲାଗିବନି। ତ ଏଇଠି ତଥାପି ମୋର ଲାଗିନଥାଏ, ଯେହେତୁ ମୁଁ ସେଥିରେ ଘିଅ 2 ଚାମଚ ବଡ଼ ବଡ଼ ଚାମଚରେ ଘିଅ ଆଡ଼୍ କରିଥିଲି। ତେଣୁକରି ତାପରେ ଦରକାର ପଡ଼ିଲେ ଯଦି ବେଶୀ ଲାଗୁଛି ନା ଆପଣ ସାଙ୍ଗେ ସାଙ୍ଗେ ପୁଣି ଆଉ ଟିକେ ନାକୁ ଘିଅ ପକାଇଦେବେ। ତ ଏବେ ଆମେ ଦେଖିବା ହେଇଛି କି ନାହିଁ। ଗୋଟେ ହାତରେ ଏମିତି ରଖିବା, ହାତରେ ରଖିକି ଟିକେ ଏମିତି ଥାପିଦେବା। ଯଦି ପାପୁଲିରେ ଲାଗୁନି ତେବେ ଜାଣିବେ ଏଇଟା ପରଫେକ୍ଟ ହେଇଗଲାଣି। ଏଇଠି ଦେଖନ୍ତୁ ଟୋଟାଲି ବି ପାପୁଲିରେ ଲାଗୁନି। ତ ଏଇ ସମୟରେ ଆମେ କ'ଣ କରିବା, ଗୋଟେ ଜାଗାରେ ଟ୍ରାନ୍ସଫର୍ କରିଦେବା ଟିକେ ନାକୁ ଥଣ୍ଡା ହେବା ପାଇଁ। এইଠି ମୁଁ ଗୋଟେ ଆପଣମାନଙ୍କୁ ଟିପ୍ସ କହିବି। ଯଦି ଆପଣଙ୍କ ପାଖରେ ଏମିତି ସ୍ପାଚୁଲା ଅଛି ନା, ସେ ସ୍ପାଚୁଲାରେ ଥରେ ଏମିତି ଚକଡ଼ନ୍ତୁ, ମାନେ ଯେଉଁଟା ଜନ୍ତିକି ଆମେ ବାହାର କରିଦେଇଥିବା ବାହାରକୁ ନା, ତାକୁ ହାତରେ ନ ଚକଟିକି ଗରମ ଗରମ ଥିବ ତ ଏଇ ସ୍ପାଚୁଲାରେ ଚକଡ଼ିଲେ ଭଲସେ ଦଳିଲେ ନା ସେ ବହୁତ ବଢ଼ିଆ ଭାବେ ଚକଟି ହେଇଯାଏ। ପୁରା ହାତ ଟାଇପ୍ର ପୁରା ଚକଟି ହେଇଯାଏ। ଆପଣମାନେ ଦେଖିକି ଜାଣିପାରୁଥିବେ ଯେଉଁଗୁଡ଼ାକ ଗୋଟା ଗୋଟା ହେଇକି ରହିଥାଏ ସେଇଟା ବି ଚକଟି ହେଇଯାଏ। ଯଦି ଆପଣଙ୍କ ପାଖରେ ସ୍ପାଚୁଲା ଅଛି ଏଇଟାର ବହୁତ ଉପଯୋଗୀ ଆସିବ। ଆଉ ଯଦି ନ ଅଛି ତେବେ ଥଣ୍ଡା ହେଲା ପରେ ଆପଣମାନେ ହାତରେ ଭଲସେ ମାନେ ଚକଟି ଦିଅନ୍ତୁ। ଏଇ ସେମ୍ ଜାଗାରେ ଆମେ କ'ଣ କରିବା, ଟିକେ ନାକୁ ଘିଅ ପକାଇଦେବା। ଘିଅ ପକାଇ ସାରି ସେଇଟା ଏବେ ଥଣ୍ଡା ହେଇଗଲାଣି, ବେଶୀ ବି ଥଣ୍ଡା ନାହିଁ, କିନ୍ତୁ ହାତକୁ ଯେମିତି ଆମେ ଛୁଇଁ ପାରୁଥିବ ନା ସେମିତି ହିଁ ଥଣ୍ଡା ଅଛି। ତ ଥଣ୍ଡା ହେଇଗଲାଣି, ତାକୁ ଏମିତି ଗୋଲ ଗୋଲ କରି ଯେମିତି କାକେରାର ସାଇଜ୍ ରଖାଯାଏ ନା, ସେମିତି କାକେରାର ସାଇଜ୍ ରଖିକି ଆଗକୁ ରଖିଦେବା। ତ ଏଇଠି ଆପଣମାନେ ଦେଖିକି ଜାଣିପାରୁଥିବେ ତ ବହୁତ ବଢ଼ିଆ ଗ୍ଲେଜ୍ ଆସୁଛି। ଆଉ ଜମା ବି ଏଇଟା ଫାଟିବନି, ମୁଁ ଯେମିତି କରିଛି ଜମା ବି ଫାଟିବନି, ଆଉ ବହୁତ ହି ସୁନ୍ଦର ଲାଗିବ। ତ ଏଇଠି ଗୋଟେ କଥା ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ଯଦି ଆପଣ ଆ ଭିତରେ ପୁର ଦେବାକୁ ବି ଚାହୁଁଥିବେ ନା, ପୁରା ପୁର ଦିଆ କାକରା ବନେଇବା ପାଇଁ, ଯେମିତି ଛେନା ନଡ଼ିଆର, ତ ଏମିତି କରିକି ସେଇଥିରେ ଛେନା ନଡ଼ିଆ ଚିନି ପକାଇ ଯେଉଁ ପୁର ଯେଉଁଟା ପ୍ରସ୍ତୁତ କରାଯାଏ ଆପଣ ସେମିତି ବି ଦେଇକି ଛାଣିପାରିବେ। କିନ୍ତୁ ମୁଁ ଆଜି ଆପଣମାନଙ୍କ ସାଙ୍ଗରେ ପ୍ଲେନ୍ର ରେସିପିଟା ସେୟାର କରୁଛି, ପ୍ଲେନ୍ କାକରାର। ତ ସିମ୍ପଲ୍ ସେଇ ଯେଉଁ ଗୋଲ ଗୋଲ ରାଉଣ୍ଡ ରାଉଣ୍ଡ ବଲ୍ ଭଳିଆ ହେଇଛି ତାକୁ ନେବା, ଏମିତି ହାତରେ ଟିକେ ନାକୁ ଥାପି ଦେବା। ତାପରେ ଗୋଟେ ଗ୍ଲାସ୍ରେ ଟିକେ ନାକୁ ଘିଅ ଲଗାଇଦେବା, ତାକୁ ପ୍ରପର୍ ଭାବରେ କାଟିଦେବା, ଯେହେତୁ ଆଖିକୁ ସୁନ୍ଦର ବି ଦେଖାଯିବ। ବାସ୍ ଏମିତି ଭାବରେ କରିବା। ଯଦି ଆପଣମାନେ ଚାହିଁବେ ବି ବେଲିକି କରିପାରିବେ, ତ ବେଲିକି କଲେ ବହୁତ ସାରା ବାସନ ପୁଣି ଲାଗିବ। ତେଣୁକରି ଏମିତି ହିଁ କଲେ ବହୁତ ଆପଣଙ୍କୁ ସହଜ ହେବ, ସୁବିଧା ମଧ୍ୟ ହେବ। ତ ଏମିତି ଭାବରେ ସବୁତକ ପିଠାକୁ ଆମେ ରେଡ଼ି ପୁରା ବନେଇଦେବା, ପୁରା ଛାଣିବା ପାଇଁ ପୁରା ରେଡ଼ି କରିକି ରଖିଦେବା। ତ ଏଇ ପ୍ରୋସେସ୍ରେ ହିଁ କରନ୍ତୁ, ଦେଖିବେ ବହୁତ ଇଜି ପ୍ରୋସେସ୍ ଏଇଟା। ବାସ୍ ଆମର ପୁରା ଗଢ଼ା ହେଇକି ପୁରା ରେଡ଼ି ହେଇଗଲାଣି। ଏବେ ବାସ୍ ତେଲ ଗରମ ହେବାର ଅଛି, ଆଉ ପିଠା ତକ ତେଲକୁ ଡେଇଁବାର ଅଛି। ତ ପ୍ରଥମେ ତ ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ଟିକେ ନାକୁ ଅଗ୍ନିକୁ ଦିଆଯାଏ। ତ ଅଗ୍ନିକୁ ଦେଇ ସାରିଲା ପରେ ଆମର ପ୍ରୋସେସ୍ ଆମେ ଆରମ୍ଭ କରିବା। ତ ଦେଖନ୍ତୁ ସାଙ୍ଗେ ସାଙ୍ଗେ ପିଠା ନା, ସାଙ୍ଗେ ସାଙ୍ଗେ ମାନେ 1-2 ମିନିଟ୍ରେ ହେବନି, ଟିକେ ନାକୁ ଟାଇମ୍ ଲାଗିବ। ଯେହେତୁ ଫାଷ୍ଟ ପିଠାଟା ଆମେ ବନେଇଲେ, ଫାଷ୍ଟ ସବୁବେଳେ ପିଠା ନା ଯେତେବେଳେ ଫାଷ୍ଟ କରିବେ ନା ଗୋଟେ ହିଁ ପିଠା ପ୍ରଥମେ ପକାଇବେ, ତାପରେ ଏକା ସାଙ୍ଗେ ପକାଇବେ। ଯେଉଁମାନେ ନୂଆ ନୂଆ କରୁଛନ୍ତି ସେମାନେ ବିଲକୁଲ ବି ଗୋଟେ ଗୋଟେ କରି ଛାଣନ୍ତୁ, ଏକା ସାଙ୍ଗେ 2-3ଟା ପକାନ୍ତୁନି, ନହେଲେ ସେ ପରସ୍ପର ଲାଗିଯିବ ଆଉ ଆପଣମାନେ ବ୍ୟସ୍ତ ହେଇଯିବେ। ତାକୁ ଛଡ଼େଇବା ଚକରେ ପିଠା ତକ ସବୁ ଭାଙ୍ଗିଯିବ ଆଉ ବହୁତ ସାରା ତେଲ ପିଇଦେବ, ପିଠା ଜମା ବି ଭଲ ଲାଗିବନି। ଯେଉଁମାନେ ନୂଆ ନୂଆ କରୁଛନ୍ତି ସେମାନେ ଗୋଟେ ଗୋଟେ କରି କରନ୍ତୁ। ଆଉ ଆମ ଭଳିଆ ଯେଉଁମାନେ ପୁରା ଅଭ୍ୟସ୍ତ ହେଇଯାଇଛନ୍ତି ସେମାନେ ଏକା ସାଙ୍ଗେ ତ 2-3ଟା କରିବେ ହିଁ, କରିକି ହିଁ ଛାଣିବେ। ତ ମୁଁ ତ 2-3ଟା ହିଁ କରିକି ଏକା ସାଙ୍ଗେ ଛାଣିଲି। ତ ଆପଣମାନେ ଦେଖିକି ଲୁକ୍ରୁ ମୋତେ କୁହନ୍ତୁ ପିଠାଟି କେମିତି ହେଇଥିବ, ମୋତେ କମେଣ୍ଟ ତ ନିଶ୍ଚିତ ଜଣାଇବେ। ତ ଫାଇନାଲି ଆମର ଗରମା ଗରମ ପିଠା ଛଣା ହେଇଗଲା। ଆଉ ଏତେ ସୁନ୍ଦର ବାସ୍ନା ଏ ପିଠା, ଏତେ ବଢ଼ିଆ ଟେଷ୍ଟି ଏ ପିଠା। ଆପଣମାନେ ଯଦି କେବେ ବନେଇନାହାନ୍ତି ନିଶ୍ଚିତ ବନେଇବାକୁ ମୋର ଅନୁରୋଧ। ଆଉ ବାକି ରହିଲା, ଯେହେତୁ ଛଣା ପିଠା ନା ବହୁତ ସାରା ତେଲ ଯାହାହେଲେ ବି ଟିକେ ନାକୁ ତେଲ ବାହାରେ, ତ ଟିସ୍ୟୁ ପେପର ହଉ କିମ୍ବା ପ୍ଲେନ୍ ପେପର ହଉ, ନ୍ୟୁଜ୍ ପେପରକୁ ଛାଡ଼ିକି ସେଇଥିରେ ଆପଣମାନେ ରଖିଦେବେ, ଯାହାଦ୍ୱାରା ଏକ୍ସଟ୍ରା ତେଲ ଟିକେ ନାକୁ ସେ ଶୋକ୍ କରିନେବ। ତ ଏବେ ଆସିଗଲା ଆମ ପ୍ଲେଟିଂର ସମୟ। ବାସ୍ ଏବେ ଆମର ପିଠା ପୁରା ଖାଇବା ପାଇଁ ରେଡ଼ି। ବାସ୍ ଆପଣମାନଙ୍କୁ ଗୋଟେ ଅନୁରୋଧ, ଏପର୍ଯ୍ୟନ୍ତ ଯଦି ଆପଣମାନେ ମୋ ଚ୍ୟାନେଲକୁ ଦେଖୁଛନ୍ତି ଗୋଟେ ପ୍ୟାରା ସା କମେଣ୍ଟ ଆଉ ଟିକେ ସବସ୍କ୍ରାଇବ୍ ଯଦି କରିନାହାନ୍ତି, ଯେଉଁମାନେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆପଣମାନେ ନିଶ୍ଚିତ ଏମିତି ପିଠା ରଜରେ ବନାନ୍ତୁ, ଖାଆନ୍ତୁ, ବହୁତ ହି ଟେଷ୍ଟ ଲାଗିବ। ଏ ଦେଖନ୍ତୁ ମୁଁ ଭାଙ୍ଗିକି ବି ଆପଣମାନଙ୍କ ସାମ୍ନାରେ ଦେଖାଉଛି, ବହୁତ ହି ଟେଷ୍ଟ ଥିଲା। ଭାଙ୍ଗୁ ଭାଙ୍ଗୁ ଗୋଟେ ବଢ଼ିଆ ଫ୍ଲେଭର ବାସ୍ନାଟେ, ମାନେ କହିଲେ ବା ଖାଇଦେବାକୁ ସାଙ୍ଗେ ସାଙ୍ଗେ ସେଇଠି ଇଚ୍ଛା ହେଉଥାଏ। ତ ଏବେ ତ ଆମ୍ବ ଭରପୁର ମିଳୁଛି, ଆମ୍ବକୁ କିଣନ୍ତୁ, ଗୋଟେ ଏମିତି ସୁନ୍ଦରିଆ ପିଠାର ମଜା ନିଅନ୍ତୁ। ଆଉ ରଜରେ ପୋଡ଼ ପିଠା ସହିତ ଏଇ ପିଠା ତ ନିଶ୍ଚିତ ବନାନ୍ତୁ। ତ ଆଶା କରୁଛି ଆଜିର ରେସିପି ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ସେମ୍ ଜିନିଷ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ। ମୁଁ ପୁଣି ଆସିବି କିଛି ଓଡ଼ିଆ ଅଥେଣ୍ଟିକ୍ ରେସିପି ନେଇକି। ବାଏ ବାଏ।